ଯଶୋବନ୍ତ ଦାସ ପଞ୍ଚସଖା ଯୁଗର ଅନ୍ୟ ଏକ ସାଧକ ହେଉଛନ୍ତି ଯଶୋବନ୍ତ ଦାସ। ତେଣୁ ଆଙ୍କ ସମ୍ପର୍କରେ ଦେଖିବା। ତେଣୁ ପଞ୍ଚସଖା ଯୁଗରେ ଯଶୋବନ୍ତ ଦାସ ଅନ୍ୟତମ ସଖା ରୂପେ ପରିଚିତ ଅଟନ୍ତି। କେହି କେହି ଏ କବିଙ୍କୁ ଅଚ୍ୟୁତଙ୍କର ପୂର୍ବସୂରୀ ବୋଲି ଅନୁମାନ କରିଥାନ୍ତି। ତେଣୁ ସେ ଜଣେ ଯୋଗୀ ଓ ସିଦ୍ଧ ପୁରୁଷ ରୂପରେ ପରିଚିତ ଅଟନ୍ତି ହେଲା। ତେଣୁ ଏହି କବିଙ୍କର ଜନ୍ମ ସମୟ ଇତିହାସ କାରଗଣ ଯେପରି ଦର୍ଶାଇଛନ୍ତି ତାହାର ସୂଚନା ମଧ୍ୟ ଦିଆଯାଇପାରେ। ତେଣୁ ତାଙ୍କର ଜନ୍ମ ସମୟ କେବେ? ତେଣୁ କବି ଯଶୋବନ୍ତ ଦାସଙ୍କର ଜନ୍ମ ସମୟକୁ ଆଲୋକପାତ କରି ଇତିହାସକାର ପଠାଣି ପଟ୍ଟନାୟକ ମତ ଦିଅନ୍ତି କି କବି ପଞ୍ଚଦଶ ଶତାବ୍ଦୀର ଶେଷ ଭାଗରେ ଜନ୍ମଗ୍ରହଣ କରିଥିଲେ ଏବଂ ଅଧ୍ୟାପକ ପଠାଣି ପଟ୍ଟନାୟକ ଏହି କବିଙ୍କୁ ପଞ୍ଚସଖା ରୂପରେ ମଧ୍ୟ ଗ୍ରହଣ କରିଛନ୍ତି। ତେଣୁ ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଖ୍ରୀଷ୍ଟୀୟ 1487ରେ ଏହି କବି ଜନ୍ମଗ୍ରହଣ କରିଥିଲେ ବୋଲି ମତ ଦେଇଛନ୍ତି ଏବଂ ଉଦୟ କାହାଣୀ ଅନୁସାରେ ଅଚ୍ୟୁତାନନ୍ଦ ଦାସଙ୍କର ଯେଉଁ ଉଦୟ କାହାଣୀ ରହିଛି, ତେଣୁ ଉଦୟ କାହାଣୀ ଅନୁସାରେ କବିଙ୍କର ଜନ୍ମ ସମୟକୁ 1487 ବୋଲି କୁହାଯାଇଛି ଏବଂ ଦେବେନ୍ଦ୍ର ମହାନ୍ତି ପଞ୍ଚସଖା ଓଡ଼ିଆ ସାହିତ୍ୟ ଗ୍ରନ୍ଥରେ ଏହି କଥାକୁ ଉଲ୍ଲେଖନ କରିଛନ୍ତି କି ଯଶୋବନ୍ତ ଦାସଙ୍କର ସମୟ ହେଉଛି 1487। ତେଣୁ ଉଦୟ କାହାଣୀ ଅନୁସାରେ କବିଙ୍କର ଜନ୍ମ ସମୟ 1487 ସାରବରୀ ଇତିହାସ କାରଗଣ ଯେପରି ଅନୁମାନ କରିଛନ୍ତି ତାହା ଯୁକ୍ତିଯୁକ୍ତ ମନେ ହୁଏ। କିନ୍ତୁ ଆଲୋଚକ ବାଉରୀ ବନ୍ଧୁ କର କବିଙ୍କର ଜନ୍ମ ସମୟକୁ 1470 ବୋଲି ଯେପରି ଦର୍ଶାଇଛନ୍ତି। ବାଉରୀ ବନ୍ଧୁକର କଣ କରୁଛନ୍ତି 1470 ବୋଲି ସେ ଦେଖାଇଛନ୍ତି। ତେଣୁ ତାହାର ସତ୍ୟତା ପାଇଁ କୌଣସି ଯୁକ୍ତିଯୁକ୍ତ ମତ ସେ ପ୍ରଦାନ କରିପାରିନାହାନ୍ତି। ତେଣୁ ପଞ୍ଚସଖା ଯୁଗର ଏହି କବିଙ୍କର ପରିବାର ଓ ପିତାମାତାଙ୍କର ସମ୍ପର୍କରେ ଆଲୋଚନା କରିବା। ଜନ୍ମ ଏବଂ ପିତାମାତା ଏବଂ ତାଙ୍କର ପରିବାର। ତେଣୁ ଜଣାଯାଏ ଯେ ତାଙ୍କର ପିତା ହେଉଛନ୍ତି ଜଣେ କ୍ଷତ୍ରିୟ ବଂଶଜ ଯେ କି ଅଢଙ୍ଗ ଜିଲ୍ଲାର ନନ୍ଦୀ ଗ୍ରାମବାସୀ। ତାଙ୍କର ପିତାଙ୍କ ନାମ ଜଗନ୍ନାଥ ମଲ୍ଲିକ ଓ ମାତାଙ୍କ ନାମ ହେଉଛି ରେଖାବତୀ। କବି ପିତାମାତାଙ୍କ ଠାରୁ ନନ୍ଦୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କବିଙ୍କର ଜନ୍ମସ୍ଥାନ, ପିତାମାତା ତଥା ପରିବାର ସମ୍ପର୍କରେ ଆଲୋକପାତ କରି ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ କୁହନ୍ତି କି ତାଙ୍କର ପିତାଙ୍କର ନାମ ଜଗନ୍ନାଥ ମଲ୍ଲିକ ଓ ମାତାଙ୍କ ନାମ ହେଉଛି ରେଖାବତୀ। ସେ ଜାତିରେ କ୍ଷତ୍ରିୟ ଥିଲେ ଏବଂ ଅଢଙ୍ଗ ଜିଲ୍ଲାର ନନ୍ଦୀ ଗ୍ରାମରେ ତାଙ୍କର ଜନ୍ମସ୍ଥାନ। ତେଣୁ 12 ବର୍ଷ ବା 12 ବର୍ଷ ବୟସରେ ସନ୍ନ୍ୟାସ ଦୀକ୍ଷା ଅବଲମ୍ବନ କରି ସେ ଭାରତର ନାନା ତୀର୍ଥ ଭ୍ରମଣ କରିଥିଲେ। ତେଣୁ ଇତିହାସ କାରଗଣ ମତରେ ଏହି ଅଢଙ୍ଗ ଜିଲ୍ଲା ହେଉଛି ଅଢଙ୍ଗଗଡ଼। ଏହାର ଭୌଗୋଳିକ ଅବସ୍ଥିତି ରହିଛି। ଆଲୋଚକ ସୋମନାଥ ରଥ ଏହି ଅଢଙ୍ଗଗଡ଼ର ଅବସ୍ଥିତ ଓ ଯଶୋବନ୍ତ ଦାସଙ୍କର ବଂଶ ପରମ୍ପରା ସମ୍ପର୍କରେ ସେ ଉଲ୍ଲେଖନ କରିଛନ୍ତି ଯେ ଉତ୍କଳର ପ୍ରସିଦ୍ଧ ପଞ୍ଚସଖାଙ୍କ ମଧ୍ୟରେ ଏକତମ ଭକ୍ତ କବି ଯଶୋବନ୍ତ କଟକର ଜିଲ୍ଲା ଜଗତସିଂହପୁର ସବଡିଭିଜନ ଅନ୍ତର୍ଗତ ଅଢଙ୍ଗଗଡ଼ରେ ପଞ୍ଚଦଶ ଶତାବ୍ଦୀର ଶେଷ ଭାଗରେ ସେ ଜନ୍ମଗ୍ରହଣ କରିଥିଲେ। ତେଣୁ ଅଢଙ୍ଗଗଡ଼ଟି କଟକ ଓ ଜଗତସିଂହପୁର ରାସ୍ତାର ନିକଟବର୍ତ୍ତୀ ଅଣଖିଆ ଠାରୁ ପ୍ରାୟ 5 କିଲୋମିଟର ଦୂରରେ ଦେବୀ ନଦୀ କୂଳରେ ଅବସ୍ଥିତ। ଏଠାରେ ମହାତ୍ମା ଯଶୋବନ୍ତଙ୍କର ସାଧନା ପୀଠ ରୂପେ ପ୍ରତିଷ୍ଠିତ ମଠ ଇତ୍ୟାଦି ବିଦ୍ୟମାନ ମଧ୍ୟ ରହିଛି। ତେଣୁ 19 ପୁରୁଷ ହେଲା ଏହି ମଠଟି ବଂଶ ପରମ୍ପରା କ୍ରମେ ଯଶୋବନ୍ତଙ୍କର ଉତ୍ତରାଧିକାରୀ ମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଏଠାରେ ପ୍ରତିବର୍ଷ ତାଙ୍କର ତିରୋଧାନ ଦିବସ ରୂପେ ପାଳିତ ମାଘ ଶୁକ୍ଳ ଷଷ୍ଠୀ ବା ଓଢ଼ଣ ଷଷ୍ଠୀ ଦିନ ଏଠି ଏକ ମେଳା ହୋଇଥାଏ ଏବଂ ବହୁ ଲୋକ ଏଠାରେ ଯୋଗ ଦିଅନ୍ତି ଏବଂ ଆଲୋଚକ ସୋମନାଥ ରଥ କବିଙ୍କର ଜନ୍ମସ୍ଥାନ ଏବଂ ପିତାମାତାଙ୍କର ପରିଚୟ ସମ୍ପର୍କରେ ଉଲ୍ଲେଖନ କେବେ କରିନାହାନ୍ତି। ତେଣୁ ଅଧ୍ୟାପକ ଦେବେନ୍ଦ୍ର ମହାନ୍ତି କବିଙ୍କର ଜୀବନୀ ସମ୍ପର୍କରେ ଉଲ୍ଲେଖନ କରି କହିଛନ୍ତି କି ଉତ୍କଳୀୟ ପଞ୍ଚସଖାଙ୍କ ମଧ୍ୟରେ ଯଶୋବନ୍ତ ଦାସ ହେଉଛନ୍ତି ଅନ୍ୟତମ। ତାଙ୍କର ପିତାଙ୍କ ନାମ ହେଉଛି ଜଗନ୍ନାଥ ମଲ୍ଲିକ। ସେ ସାଧାରଣରେ ଜଗୁ ମଲ୍ଲିକ ନାମରେ ପରିଚିତ। ତାଙ୍କର ମାତାଙ୍କର ନାମ ରେଖା ଦେବୀ। ସେ ଜାତିରେ କ୍ଷତ୍ରିୟ ଥିଲେ। ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ ଦାସ ଉପାଧି ଗ୍ରହଣ କରିଥିଲେ, ସେଥିପାଇଁ ଯଶୋବନ୍ତ ଦାସ। ତାଙ୍କର ପିତା ଓ ମାତାଙ୍କର ଜୀବନ ଦଶାରେ ପ୍ରଭାବ ଯଥେଷ୍ଟ ପରିମାଣରେ ଯଶୋବନ୍ତ ଦାସଙ୍କ ଉପରେ ପଡ଼ିଥିଲା। ତେଣୁ ପିତାମାତାଙ୍କର ସେହି ପ୍ରଭାବ ଫଳରେ ଯଶୋବନ୍ତ ଧର୍ମ ପ୍ରତି ଆକୃଷ୍ଟ ହେବାର ଓ ଭଗବତ ଆରାଧନା କରିବାରେ ସୁବିଧା ସୁଯୋଗ ପାଇଥିଲେ। ତେଣୁ ଯଶୋବନ୍ତ ଦାସ ବିଷୟରେ ବା ନିଜ ପାରିବାରିକ ଜୀବନ ବିଷୟରେ ସୁକୃତ କୌଣସି ଗ୍ରନ୍ଥରେ ସନ୍ତୋଷଜନକ ପରିଚୟ ଦେଇନାହାନ୍ତି। ସେହି ହେତୁ ତାଙ୍କ ଜନ୍ମ ସମୟ ନିରୂପଣ କରିବାରେ ସନ୍ଦେହ ଉପସ୍ଥିତ ହୋଇଥାଏ।
ଏତିକି ମାତ୍ର ନିଃସନ୍ଦେହ ଯେ ଯଶୋବନ୍ତ ଦାସ ଚୈତନ୍ୟଙ୍କର ସମସାମୟିକ ଥିଲେ ଏବଂ ବଳରାମ ଜଗନ୍ନାଥ ପ୍ରଭୁଜୀ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଅଟନ୍ତି। ତେଣୁ ଅଧ୍ୟାପକ ପଠାଣି ପଟ୍ଟନାୟକ ଏହା ସ୍ୱୀକାର କରିଥିବାର ଜଣାଯାଏ। ଓକେ, ତେଣୁ କବି ଯଶୋବନ୍ତ ଜଣେ କବି ଓ ଦାର୍ଶନିକ ଥିବାର ଲକ୍ଷ୍ୟ କରାଯାଏ। ସେ ମଧ୍ୟ ଜଣେ କବି ଏବଂ ଜଣେ ଦାର୍ଶନିକ। ତେଣୁ ସେ ଜଣେ ସାଧକ ଥିଲେ ମଧ୍ୟ ବୈବାହିକ ଜୀବନ ଯାପନ କରିଥିବାର ପ୍ରମାଣ ଇତିହାସକାରଗଣ ଦର୍ଶାଇ ଅଛନ୍ତି। ଅଢଙ୍ଗ ଜିଲ୍ଲାର ରାଜା ରଘୁରାମଙ୍କର ଭଗ୍ନୀ ରଘୁନାଥଙ୍କର ଭଗ୍ନୀକୁ ସେ କ'ଣ କରିଥିଲେ? ବିବାହ କରିଥିଲେ। ତେଣୁ ବୋଲି ଅଧ୍ୟାପକ ଦେବେନ୍ଦ୍ର ମହାନ୍ତି କହିଛନ୍ତି। ତେଣୁ ଅଧ୍ୟାପକ ପଠାଣି ପଟ୍ଟନାୟକ ରଘୁନାମଙ୍କ ପରିବର୍ତ୍ତେ ଭଗ୍ନୀ ଅଠଣଣାଙ୍କ ଦେବୀଙ୍କୁ ବିବାହ କରିଥିବାର ଉଲ୍ଲେଖନ କରିଛନ୍ତି ଏବଂ ଏହି କେତୋଟି ପାରିବାରିକ ପରିଚୟ ବ୍ୟତୀତ କବିଙ୍କର ପାରିବାରିକ ସମ୍ପର୍କରେ ବିଶେଷ କିଛି ଐତିହାସିକ ସୂଚନା ମିଳେ ନାହିଁ। ଓକେ, ତେଣୁ ତାଙ୍କ ଦେଖିବା ପଞ୍ଚସଖା ଏବଂ ଯଶୋସଖା। ପଞ୍ଚସଖା ମଧ୍ୟରେ ଯଶୋବନ୍ତ ଦାସଙ୍କର କ'ଣ? ତେଣୁ ଇତିହାସ ସାକ୍ଷ୍ୟ ଦିଏ ଯେ ଶ୍ରୀ ଚୈତନ୍ୟଙ୍କର ଶ୍ରୀକ୍ଷେତ୍ର ଅବସ୍ଥାନ କାଳରେ ପଞ୍ଚସଖା ନିଜର ପ୍ରତିଭା ସାଧନା ଏବଂ କବିତ୍ୱର ଯଥେଷ୍ଟ ବିକାଶ କରିଥିଲେ। ଅନ୍ୟ ସଖାମାନଙ୍କ ପରି କବି ଯଶୋବନ୍ତ ଦାସ ଶ୍ରୀ ଚୈତନ୍ୟଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିଥିବା ମଧ୍ୟ କଥା 84 ଆଜ୍ଞାରେ ବର୍ଣ୍ଣିତ ହୋଇଛି। ଓକେ, ତେଣୁ ଏଠିରେ କବି କ'ଣ ଲେଖିଛନ୍ତି? କହନ୍ତି ଚୈତନ୍ୟ ଗୋସାଇଁ ପଞ୍ଚସଖାକୁ ପାଶେ ରାଇ ବୋଇଲେ ଜଗନ୍ନାଥ ଦାସ ମୋର ନିକଟେ ବେଗେ ଆସ। ପୁଣି ବୋଇଲେ ବଳରାମ ଆସ ମୋ ନିକଟେ ବହନ ଯଶୋବନ୍ତ ଦାସ ତୁ ଆସ ଅଚ୍ୟୁତ ନନ୍ଦ ଶିଶୁ ଦାସ ପ୍ରଭୁଙ୍କ ଶ୍ରୀମୁଖୀ ବଚନ ରାଇ ହେ ଗଲୁ ସନ୍ନିଧାନ। ତେଣୁ ଏକ ପକ୍ଷରେ ସେ ଥିଲେ କାୟା ସାଧକ ଓ କାୟା ସାଧନ ବଳରେ ବହୁ ଅଲୌକିକ କାର୍ଯ୍ୟ ଦର୍ଶାଇ ପାରିଥିବାରୁ ପ୍ରମାଣ ତାଙ୍କର ଯଶୋବନ୍ତ ଦାସଙ୍କର ଶିବ ସ୍ୱରୋଦୟ ଗ୍ରନ୍ଥରେ ଜଣାଯାଏ। ଏପରିକି ଗଜପତି ପ୍ରତାପରୁଦ୍ରଙ୍କୁ ସେ ଆପଣାର ଲୌକିକ ଯୋଗ ମାଧ୍ୟମରେ ନିଦର୍ଶନ ସ୍ୱରୂପ ଗୋଟିଏ ବ୍ରହ୍ମରାକ୍ଷସ ଦେଖାଇ ପାରିଥିଲେ ଓ ସେଥିରେ ଗଜପତି ରାଜା ଯଶୋବନ୍ତଙ୍କର ଯୋଗ ସାଧନାର ଗୁରୁତ୍ୱ ଅନୁଭବ କରି ତାଙ୍କୁ ସମ୍ମାନ ମଧ୍ୟ ପ୍ରଦର୍ଶନ କରିଥିଲେ। ତାଙ୍କର ରଚନାବଳୀ, ଯଶୋବନ୍ତ ଦାସଙ୍କର ରଚନାବଳୀ କ'ଣ କ'ଣ ରହିଛି? ତେଣୁ କବି ଯଶୋବନ୍ତ ଦାସ ପ୍ରେମ ଭକ୍ତି, ବ୍ରହ୍ମଗୀତା, ଗୋବିନ୍ଦ ଚନ୍ଦ୍ର ଟୀକା, ରାସ, ଶିବ ସ୍ୱରୋଦୟ, ଅଢଙ୍ଗଗଡ଼ ମାଳିକା, ବହୁ ଜଣାଣ ଓ ଭଜନ ରଚନା କରିଥିବା କଥା ପଞ୍ଚସଖା ଓଡ଼ିଆ ସାହିତ୍ୟ ଗ୍ରନ୍ଥରେ ଅଧ୍ୟାପକ ଦେବେନ୍ଦ୍ର ମହାନ୍ତି ତାକୁ ବର୍ଣ୍ଣନା କରିଛନ୍ତି। ତେଣୁ ତାଙ୍କର ଶିବ ସ୍ୱରୋଦୟ ସଂସ୍କୃତ, ଏଇଟା ମନେ ରଖିବ, ତାଙ୍କର ଶିବ ସ୍ୱରୋଦୟ ଗ୍ରନ୍ଥଟି ସଂସ୍କୃତ ସ୍ୱରୋଦୟ ଲେଶ ଶୀର୍ଷକ ଗ୍ରନ୍ଥରେ ବିଷୟବସ୍ତୁ ଅବଲମ୍ବନରେ କବି ରଚନାବଳୀ ଦର୍ଶାଇବା ସହିତ ପୂର୍ବ ଲିଖିତ ରଚନାବଳୀ ସମେତ 84 ଆଜ୍ଞା ଯଶୋବନ୍ତ ଦାସ ଲେଖିଥିଲେ ବୋଲି ତାକୁ ମଧ୍ୟ ଦର୍ଶାଇଛନ୍ତି। ଓକେ, ତେଣୁ ଅଧ୍ୟାପକ ପଠାଣି ପଟ୍ଟନାୟକ ଏହି ରଚନା ଗୁଡ଼ିକ ସହିତ ହେତୁ ଉଦୟ ଭାଗବତକୁ ମଧ୍ୟ ଗ୍ରହଣ କରିଛନ୍ତି। ପଞ୍ଚସଖା ଯୁଗରେ ଯଶୋବନ୍ତ ଦାସଙ୍କର ପରିଚିତ ଓ କବିତ୍ୱକୁ ଆଲୋକପାତ କରି ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ଯେଉଁଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି ତାହା ଏଠାରେ ଆଲୋକପାତ କରାଯାଇପାରେ। ତେଣୁ ଆଲୋଚକ କୁହନ୍ତି କି ଯଶୋବନ୍ତ ଦାସ ଯୋଗତନ୍ତ୍ରକୁ ଆୟତ୍ତ କରି ବୌଦ୍ଧ ପ୍ରେରଣାନୁଗାମୀ ହୋଇ ଯେଉଁ ଗୋବିନ୍ଦ ଚନ୍ଦ୍ର ରଚନା କରାଯାଇଛି, ଯାହାକି ଯୋଗୀମାନେ ପ୍ରତିନିୟତ ଗ୍ରାମେ ଗ୍ରାମେ ପ୍ରଚାର କରି ଚାଲିଛନ୍ତି, ସେ ଚୈତନ୍ୟଙ୍କର ଶିଷ୍ୟ ଥିବା କଥା ଏକ ଅପ୍ରାସଙ୍ଗିକ କାହାଣୀ ମାତ୍ର। ତେଣୁ ଯଶୋବନ୍ତ ସଂସ୍କୃତ ପଣ୍ଡିତ ଥିଲେ। ସେ ସଂସ୍କୃତରୁ ସ୍ୱରୋଦୟ ଗ୍ରନ୍ଥର ଅନୁବାଦ କରିଯାଇଛନ୍ତି। କଥିତ ହୁଏ ସେ ସମଗ୍ର ଭାରତ ଭ୍ରମଣ କରିଥିଲେ। ତାଙ୍କୁ କିପରି ନେଇ କିଏ କେଉଁ ସୂତ୍ରରୁ ଚୈତନ୍ୟଙ୍କର ଶିଷ୍ୟ ବୋଲି ଅଭିହିତ କରିଛନ୍ତି ତାହା ଜଣାଯାଏ ନାହିଁ। ତେଣୁ ଏହା ଗୃହୀ ବୈରାଗୀ ଶ୍ରେଷ୍ଠ ନିଜ ଆଲୋକରେ ଚିର ଆଲୋକିତ ଥିଲେ। ତେଣୁ ନିଶ୍ୱାସ ନିୟନ୍ତ୍ରଣ ବା ରେଚକ ପୂରକ କୁମ୍ଭକରେ ପ୍ରାଣାୟାମ ସୂତ୍ରରେ ଇନ୍ଦ୍ରିୟ ଦମନ ଓ ଚିତ୍ତଜୟ କୌଶଳର ସେ ସର୍ବୋତ୍ତମ ଶିକ୍ଷକ ଥିଲେ। ତେଣୁ ତାଙ୍କୁ ଗୌଡ଼ୀୟ ଗିନିଖୋଳ ସହିତ ମିଶାଇ ଦେବା ଅତି ଅନ୍ୟାୟ ଅଟେ। ତେଣୁ ଏ ବିରାଟ ପଣ୍ଡିତ ଓ ଯୋଗୀବର ତାଙ୍କ ଗୋବିନ୍ଦ ଚନ୍ଦ୍ର ରଚନାରେ ପ୍ରତି ଗୃହ କୋଣରେ ପ୍ରତିଷ୍ଠିତ, ଏମନ୍ତକି ସମ୍ପୂର୍ଣ୍ଣ ପରିଚିତ ହୋଇ ରହିଛନ୍ତି। ସେ ଅଞ୍ଜନା ନାମ୍ନୀ ଏକ ରାଜପୁତ୍ରୀ ବିବାହ କରିଥିଲେ। ଓକେ, ତେଣୁ ତାଙ୍କର ସନ୍ତାନ ବାରମ୍ବାର ନଷ୍ଟ ହୋଇଥିଲା। ଶେଷକୁ ସେ ଏକ ସନ୍ତାନକୁ ଯୋଗୀ କରିବାକୁ ପ୍ରତିଜ୍ଞା କରି ଗୃହର ନିର୍ବାସିତ କରିଥିଲେ। ସେହି ଦୁଃଖ କୋହରେ ମନଶ୍ରୀ ଯଶୋବନ୍ତ ଗୋବିନ୍ଦ ଚନ୍ଦ୍ର ଗୀତ ଲେଖିଥିଲେ। ସେଥିରେ ଏକ ଐତିହାସିକ ଚିତ୍ର ଦେଇଛନ୍ତି। ଉତ୍କଳର ଜଣେ ରାଜା ଲାଉଚନ୍ଦ୍ର
ରାଭଚନ୍ଦ୍ର ଏବଂ ରାଣୀ ମୌନା ସୁନ୍ଦରୀର କନ୍ୟା ମୁକ୍ତା ଦେଈର ବଙ୍ଗଳା ଦେଶର ରାଜାଙ୍କର ବିବାହ କରି ବାରମ୍ବାର ଅପୁତ୍ରିକ ହେତୁ ଶେଷରେ ଗର୍ଭବତୀ ଅବସ୍ଥାରେ ଲାଞ୍ଛିତା ଅପମାନିତ ହୋଇ ତାଙ୍କର ନିର୍ବାସନ ବେଳରେ ଜାତ ଗୋବିନ୍ଦ ଚନ୍ଦ୍ର ନାମକ ସୁପୁତ୍ରଟିକୁ ସେ ଯୋଗୀ କରି ଦେଇଥିଲେ। ଏ ମନ୍ତ କି ରାଣୀ ଯମ ଲୋକଙ୍କୁ ଗମନ ମଧ୍ୟ କରିଥିଲେ, ଯହିଁରେ କି ମହାଜ୍ଞାନୀ ବୌଦ୍ଧତତ୍ତ୍ୱ ସମ୍ବଲପୁର ରାଜା ଇନ୍ଦ୍ରଭୂତିଙ୍କର ରଚନା ଜ୍ଞାନସିଦ୍ଧି ଏବଂ ସପ୍ତତାନ୍ତ୍ରିକ କାଉଁରୀକୁ ଅବଲମ୍ବନ କରି ଏଇଟା ଲେଖାଯାଇଛି। ତେଣୁ ଏହି ରଚନା ଗୁଡ଼ିକ ପ୍ରାୟତଃ ନାଥ ଧର୍ମ ଓ ଓଡ଼ିଶୀ ଜ୍ଞାନମିଶ୍ରା ଓଡ଼ିଶାର ଯେଉଁ ଜ୍ଞାନମିଶ୍ରା ଭକ୍ତି ତତ୍ତ୍ୱର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥାଏ। ତେଣୁ କବି ଯଶୋବନ୍ତ ଦାସ ବିଶେଷ କରି ପ୍ରେମଭକ୍ତି ବ୍ରହ୍ମଗୀତାରେ ଜ୍ଞାନମିଶ୍ରୀ ଭକ୍ତି ଧର୍ମର ପିଣ୍ଡ ବ୍ରହ୍ମାଣ୍ଡବାଦ ଶୂନ୍ୟବାଦ ଓ ସୃଷ୍ଟି ତତ୍ତ୍ୱକୁ ଉଲ୍ଲେଖନ କରିବା ସହିତ ରାସ ଗ୍ରନ୍ଥରେ ଯୋଗ ସାଧନ ପ୍ରଣାଳୀ ଗୋବିନ୍ଦ ଚନ୍ଦ୍ର ଗୀତାରେ ଗୁରୁବାଦ ଇତ୍ୟାଦି ବର୍ଣ୍ଣନା କଲାବେଳେ ତନ୍ତ୍ର ମାହାତ୍ମ୍ୟ କିପରି ପ୍ରଦର୍ଶନ କରିଛନ୍ତି ତାହା ସୂକ୍ଷ୍ମ ଭାବରେ ବର୍ଣ୍ଣନା କରିଛନ୍ତି। ନିବନ୍ଧର ମୁଖ୍ୟ ବିଷୟବସ୍ତୁ ଏହାର ସବିଶେଷ ଆଲୋଚନା ଏଠିରେ ଦେଖିବାକୁ ମିଳିଛି, ଯୋଉଟା ତାଙ୍କର ରଚନାରେ ଆମେ ଦେଖିବାକୁ ପାଇପାରିବା। ତାଙ୍କର ଆଉ କିଛି ରଚନା ଗୁଡ଼ିକ ରହିଛି, ଯେମିତି ଯଶୋବନ୍ତ ଦାସଙ୍କର ରଚନା ସମର୍ଗ ମଧ୍ୟରେ ଯଶୋବନ୍ତ ଦାସଙ୍କ ପ୍ରେମ ଭକ୍ତି ବ୍ରହ୍ମଗୀତା ରହିଛି, ଗୋବିନ୍ଦ ଚନ୍ଦ୍ର ରହିଛି, ଶିବ ସୂର୍ଯ୍ୟୋଦୟ ରହିଛି, ରାସ ରହିଛି, ଅଢଙ୍ଗଗଡ଼ ମାଳିକା ରହିଛି, ପଦ୍ମବନ ରାସ ରହିଛି, ପରାଧ ରହିଛି, ବଣଭୋଜି ବୋଲି ରହିଛି, ଆତ୍ମପରିଚୟ ଗୀତା ରହିଛି, 84 ଆଜ୍ଞା ରହିଛି, ହେଲା କ୍ଷିତିସୁଧା ଅଷ୍ଟମ ଏକାକ୍ଷର, ଏକାଦଶ ଏକାକ୍ଷର, ପଞ୍ଚାତ୍ମିକ ଏକାକ୍ଷର ହେଲା ଏବଂ ପରମହଂସ। ଏହିପରି ରଚନା ଗୁଡ଼ିକ ଆମେ ଯଶୋବନ୍ତ ଦାସଙ୍କ ଦେଖିବାକୁ ପଡ଼ିବା। ଏବଂ ଆଲୋଚକ ନୀଳମଣି ମିଶ୍ରଙ୍କର ମତରେ ଦିବ୍ୟଦେହୀ ଲୁଇ ଗୀତା ଓ ଯନ୍ତ୍ର ବୋଲି ମଧ୍ୟ ଯଶୋବନ୍ତ ଦାସଙ୍କ ଦ୍ୱାରା ରଚନା ହୋଇଛି ବୋଲି ଆମେ ମଧ୍ୟ କହିପାରିବା। ଠିକ ଅଛି, ଯୋଉଟାରେ ଦେଖିବାକୁ ମିଳେ। ଠିକ ଅଛି, ତାହେଲେ ଏଇଗୁଡ଼ିକ ହେଉଛି ଯଶୋବନ୍ତ ଦାସଙ୍କ ଦ୍ୱାରା ରଚନା ହୋଇଥିବା ପୁସ୍ତକ ଗୁଡ଼ିକ। ଠିକ ଅଛି।